जानी ना वो विषय पढ़ो जान ना हम पाठ को विषय ये लिखी जाते छा हमें नुआ पिला आज फर्स्ट आछो ये लिखी जांदी लास्ट फिल्म के डाकिला लास्ट करछिलो तमे दी जण करछ क्लास ओडिया क्लास आगुर करछ को विषय पढा होतला कोठु आसीछि सेटा हां कोठु तम पाख कोठु आसीछि बाबा जानि ना तमे को कोठु आसीछि मनैला सुनैला तो तमे कोठु आसीछि क्लास में से कह देले पर आंसर कोठु आसीछि को आउथरे को ना को आउथरे बजे दे से फेरे बस कपिले बजे दे कहले कोठु बिरोही चक्र केउथरे पूजा करथिला वर्षा को बिरोही चक्र केउथरे वर्षा को पूजा करथिला कोथरे मंदिर रे कोथरे पूजा करथिला बिरोही चक्र तातु केते पठोला का हाथ रे पठोला वर्षा हाथ रे खबर पठोला केउथरे वर्षा को केउथरे पूजा करथिला कोन अर्घ्य दउतला हम देखा करके पूरा बंधु बोली कहा को लेखक संबोधन करछंती तमे को पूरा बंधु बोली कहा को संबोधन करछंती मु जानि छी का को आसीबो काको वेरी गुड जलधर अर्थ कोन जलधर आउ अन्य नाम सब कहले आउ लेखक घर कोठी लेखक घर पुष्पपुर लेखक घर सेटा लेखक घर जदी बिहार रे पटना से काई नीची को जदी वर्षा को जगह रे कलर को जगह हां आसा लेखक को घर को जगह रे सालेपुर कोटी मयूरभंज रे काई ना से जो विषय व्याख्या करछंती प्रथमे मयूरभंज जिला को देइछंती प्रथमे आसीबो मयूरभंज ए काई के पार्टी कर जे पार्टी करे बाहर को पळा कपियार अछि बा जीवो तमे जीवो हसे मनोज बाहर जान हसे लेखक जेतबे विषयटा कहि प्रथमे तो कहबे एई दिग दुईटा दिग डिस्क्राइब करछंती गोटे हैला हमर पहाड़ी अंचल आ गोटे हैला हमर समुद्र उपकूलवर्ती अंचल तो ता परे परे एटा कहबे कि चिन्नी ता परे तो प्रथम करी कि मेघ को दिग देई जीव वनवासी मानक पाखरे प्रथम बटान्यता देखाइबो जो कहि सेइटु जोटा प्रथम जिल्ला रे डिस्क्राइब करिवे प्रथमटा मयूरभंज करछन काई ना तांको घर हैला मयूरभंज ना सते भाई
ମାଡ଼ ହଉଛି ତ ବେକାର କିଏ ବାଡଉଥିବ ମାଡ଼ ହଉଛି କେତିକି ପଢା ହେଇଥିଲା ପାଟି କରନି ଏ ପାଟି ଚୁପ ଯେ ପାଟି କରିବ ତାକୁ ବେଶୀ କ୍वेଶ୍ଚन ହବ ଫାର୍ଷ୍ଟ पेज रे 30 पेज ଟା ସରିଛି ନା ଲାଷ୍ଟ ଏବେ ଯେ ପାଟି କରିବ ଠିଆ କରିବେ ପୁରା କ୍ଲାସ ଟା ଯାକ ଠିଆ ହବ ହେଲା ମାଡ଼ ହଉଛି ବଡ ମାଡ଼ ହଉଛି ହେଇଛି ନା ବାଡେଇଲେ କ୍ରାଇମ ଠିଆ ହେଇଯିବ ସିଧା ଠିଆ କରିବି ପିଲା କୋଉଠୁ ଯେ ସେମାନେ ଯୋଉ ସେଇ ତାକୁ କହିଥିଲେ ପ୍ରଥମେ ବନବାସୀକୁ ଯିବୁ ବନବାସୀ ମାନଙ୍କ ପାଖରେ ତୁମର ବଦାନ୍ୟତା ଜଣେଇବ ହେଲେ ବନବାସୀ ମାନେ ଯୋଉଠି ରହୁଛନ୍ତି ତାଙ୍କର ଠିକଣା କେମିତି ପାଇବ ଠିକଣା କହିଥିଲେ କେମିତି ପ୍ରଥମ ହେଲା ଗୋ ପଲର ଗଳଘଣ୍ଟି ଯୋଉ ଶବ୍ଦଟା ଟକ୍ ଟକ୍ ଶବ୍ଦ ହଉଥିବ ତାକୁ ଶୁଣି ଡମ୍ 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 ଯୋଉ ବାଜେ ଘଣ୍ଟି ଲଗେଇ ଦେଇଥାନ୍ତି ବଳଦ ଗାଈ ମାନଙ୍କ ବେକରେ ତ ସେଇ ଗାଈ କଲର ଆସୁଥିବେ ତାଙ୍କର ଘଣ୍ଟି ଯୋଉ ପାଦେ ପାଦେ ପକଉଥିବେ ଆବାଜଟା ଆସୁଥିବ ସେଇଟା ଶବ୍ଦ ଶୁଣିକି ନଚେତ କଣ ହେଲେ ତାଙ୍କର ଗୋପାଳର ବେଣୁ ବେଣୁସୁନ୍ଦର ତ ସେମାନେ ଆସିବେ ଯୋଉ ଚାଲି ଚାଲି ଯାଉଥିବେ ସେ ଜାଣିବ ଚିହ୍ନିବ କେମିତି ଦିଟା ଉପାୟରେ ଚିହ୍ନିବ ନା ତିନିଟା ଉପାୟରେ ପ୍ରଥମତଃ ଗୋ କଲର ଗଳଘଣ୍ଟି ଦ୍ୱିତୀୟତଃ ଆଉ କୋଉଥିରେ ସେକେଣ୍ଡ ଟା କଣ ତାଙ୍କ ଘରଠୁ କୁଟୀରରୁ ନିର୍ଗତ ବା ଉଦ୍ଭୂତ ଯୋଉ ଧୂଆଁ ନା ଧୂମକେତୁ ଭଳି ଯୋଉ ଗୋଲ ଗୋଲ ବୁଲେଇ ହଉଥିବା କୁଣ୍ଡଳୀ ଆକାରର ଧୂଆଁ ଯୋଉଠୁ ବାହାରୁଥିବ ଜାଣିବ ତାଙ୍କର ଗ୍ରାମର ସୀମା ବୋଲି ଜାଣିବ ନଚେତ ଯଦି ତମ ଭାଗ୍ୟରେ ଥାଏ ତ ବେଳେ ବେଳେ ଦେଖିବ ସେଇ କଣ ହଉଥିବେ ପୁଅ ଝିଅ ମାନେ ଧାଡି ଧାଡି ହେଇ ଯାଉଥିବେ ଯୁବକ ନବ ଯୁବକ ମାନେ ବଂଶୀ ବଜେଇ ବଜେଇ ଯାଉଥିବେ ଏଇଟା ଗୋଟେ କ୍ୱେଶ୍ଚନ ଅଛି ଏଟାର ତ ପୁରୁଷ ନବ ଯୁବକ ମାନେ ସିଧା ସିଧା ଯାଉଛୁ କଣ କରୁଛ ସବୁ କଣ ହଉଛି ତାକୁ ବନ୍ଦ କରିକି ରଖ ନେଲ ପଲିଶ ଲଗେଇଲା ପେଣ୍ଟ କାଇଁ ଫୋପାଡୁଛ ତାପରେ ରଖିଦେଇଥା ପରେ ନବ ତ ତାପରେ ସେକେଣ୍ଡ ଥାର୍ଡ ହେଲା କଣ ଯଦି ତମ ଭାଗ୍ୟ ଥିବ ତ ନବ ଯୁବକ ମାନେ ଆଗରେ ବଂଶୀ ବଜେଇ ବଜେଇ ଯାଉଥିବେ ଆଉ ସେଇ ସମୟରେ ତାଙ୍କରି ବଂଶୀର ସୁରେ ସୁରେ ଅନୁକୃତିରେ ବା ତାକୁ ଅନୁକରଣ କରି ଐକତାନିକ ସ୍ୱରରେ ଲଳନା ମାନେ ସୁନ୍ଦର ସୁମଧୁର ଗୀତ ଗାଇ ଗାଇ ଯାଉଥିବେ ତାହେଲେ ତମେ ସେଇଟା କରିବ ଯଦି ତମ ଭାଗ୍ୟରେ ଥିବ ତାକୁ ବି ଦେଖିଲେ ତମେ ଚିହ୍ନି ପାରିବ ସେଇ ବାଟ ଯାଇ ଥିଲା ସ୍ୱରରେ ବନଭୂମିକୁ ଭସାଇ ନିର୍ଝର ପରି ଗତି କରି ଚାଲୁଥିବେ ଝରଣା ପରି ଝରି ଝରି ଝରଣାଟି ଯେମିତି ଝରି ଝରି କୁଳୁ କୁଳୁ ନାଦରେ ଆବାଜ କରିକି ନା ଅଙ୍କେଇ ବଙ୍କେଇ ବହି ଯାଇଥାଏ ଠିକ ସେଭଳି ଏମାନଙ୍କର ଧାଡି ଟିକେ ଦେଖିଲେ ତମେ ଚିହ୍ନି ପାରିବ ଏତିକି ୱାର୍ଡ ଆସିଲା ତାପରେ ତୁ ଜାଣିବୁ ଯେ ଏଇ ନାରୀ ମାନେ କୁଜିହଂସୀ ଠାରୁ ଗତି ଚୋରି କରନ୍ତି ନାହିଁ କିମ୍ବା ମାଦଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ କିମ୍ବା କୁସୁମ କୋମଳ ପାଦଳରେ ଅଳକ୍ତକ ବୋଳନ୍ତି ନାହିଁ କିମ୍ବା ଜବାଧାରରେ ରକ୍ତରାଗ ରଞ୍ଜନ୍ତି ନାହିଁ ତ କଣ ସବୁ ସେଇ ଲୋକମାନେ କରନ୍ତି ନାହିଁ ପ୍ରଥମେ ଲେଖକ ତାକୁ ବ୍ୟାଖ୍ୟା କରିଦେଲେ କଣ କହିଲେ ତୁ ଦେଖି ଜାଣିବୁ ଯେ ସେଠିକାର ନାରୀ ମାନେ ତ ପ୍ରଥମେ ନାରୀ ମାନଙ୍କୁ କାହିଁକି କହିଲେ ଯେ ନାରୀ ମାନଙ୍କର ସଜାସଜିର କଥା କହୁଛନ୍ତି ସାଧାରଣତଃ ଝିଅ ବୋଉ ମାନେ କଣ ସଜେଇ ହେଲେ କିଏ ପାଦରେ ଅଳତା ଲଗାନ୍ତି ଲିପଷ୍ଟିକ ଲଗାନ୍ତି ଶାଢୀ ପିନ୍ଧନ୍ତି ଗଭାର ଚୁଟିରେ ସବୁ ଖୋସା ଲଗାନ୍ତି ନାଇଁ ସାଧାରଣତଃ ନାରୀ ମାନେ ସେତେବେଳେ କଥା କହୁନି ସେତେବେଳେ ନାରୀ କଥା କହୁନି ମୁଁ କହୁଛି ସାଧାରଣତଃ ନାରୀ ମାନେ କଣ କରେ ଏସବୁରେ ସଜବାଜ ହୁଅନ୍ତି ଆଉ ଚାଲି ପୁରୁଷ ମାନଙ୍କ ଚାଲି ଅପେକ୍ଷା ନାରୀ ମାନଙ୍କ ଚାଲି ଟିକେ ଡିଫରେଣ୍ଟ ନୁହେଁ ନାରୀ ମାନଙ୍କ ପୁରୁଷ ଭଳିଆ ଚାଲନ୍ତି ଆଉ ଯିଏ ପୁରୁଷ ଭଳିଆ ଚାଲେ ତାକୁ କୁହନ୍ତି ଚଣ୍ଡୀ ବୋଲି ନା କୁହନ୍ତିନି ଏମିତି ଚାଲୁଥିବ ଜୋର ଜୋର ତାକୁ କଣ ଗୋଟେ ଉଦଣ୍ଡି ଭଳିଆ ଚାଲୁଛି ଚଣ୍ଡୀ ଭଳିଆ ଚାଲୁ କେତେ କଣ ଗାଁ ମଣ୍ଡାରେ କେତେ କଣ ସେ ଶବ୍ଦ ଯୋଡିକି ସେମାନଙ୍କୁ କହିଦେବେ ତ ସେଇ କଥା କହୁଛନ୍ତି ଏଇଠି ସେଇଠି ନାରୀ ମାନଙ୍କର ପ୍ରତ୍ୟେକଟି ଜିନିଷକୁ ଏଠି ଲେଖକ ମଧ୍ୟ ବର୍ଣ୍ଣନା କରିଛନ୍ତି ପ୍ରଥମେ କହୁଛନ୍ତି ନାରୀ ମାନେ କୁଜିହଂସୀ ଠାରୁ ଗତି ଚୋରି କରିନାହାନ୍ତି କୁଜିହଂସୀ ହଂସକୁ ଦେଖିଥିବ ଯେତେବେଳେ ପାଣିରେ ପହଁରୁଥିବେ ତ ଦେଖିବ ତାପରେ ଗୋଟେ ସମୟରେ କୂଳକୁ ଆସିଥାନ୍ତି ତାଙ୍କ ଚାଲିଟା ଦେଖିଥିବ ଢଳି ଢଳି ବଙ୍କେଇ 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 ତାଙ୍କୁ ଗୋଡ ଦିଏନି ହଂସ ବତକ ଏମାନେ ଚାଲନ୍ତିନି ହଂସ ଚାଲନ୍ତି ଦିନ ରାତି ସେ ପାଣି ଭିତରେ ବସିଥାନ୍ତି କେବେ ବାହାରକୁ ଆସିବାର ଦେଖିନି ସେଇ ଯେବେ ଦେଖିବ ବିଶ୍ୱାସ କରିବ ହେଲା ତ ସେଇ ଯୋଉ କୁଜି ହଂସୀ ମାନେ ମାଇ ହଂସୀ ମାନେ ହେଲା ହାଇଟ କମ ହେଇକି ମାନେ ହଂସ ହଂସିନି ଦିଟା
तो से जो हंसिनी माने जेमती चलती से पूजी हंसी बोली कहते सेठी ढळई ढळई झियो पिला भलिया चलती ना झियो पिला जेमती पाद को एपट सेपट स्नेक चली केते हां साप भलिया केते जण चलती ढळ आ केते चली चली को केते प्रकार रे कवि माने सब व्याख्या करजंती गीत लिखला बेले हंस हंसिनी भली चली ये साप भली चली कैट कैट चली एबे तो कैट चली बाहरलानी गीत जहा हो केते प्रकार चली मत कैट चली गोटे गीत तो सेडे ओडा गीतटे माध्यम एल्बम गीतटे चारियाडे भारी रील्स फेस होची कैट वैट चली तो तू देखि जानु ए माने पूजी हमसे थार गति चोरी करी नांती माने कोन जे तांको भली चालंती नै ढोली ढोली से माने चालंती नी जो नारी माने ढोली ढोली साधारण चालंती ए माने पूजी हमसे भली ढोली ढोली चालंती नै सही कथा कहली से पूजी हमसे थारो गति चोरी करी नांती बोली कहै सेकंड कहला किंबा मादळसा होई मातंगिनी परी चालंती नै मातंगिनी रो अर्थ हला हस्तिनी माई हाथी है माने पुरुष है मेल फीमेल दी प्रकार हाथी नहीं सब जीव जंतु दीटा अछि मेल अछि फीमेल अछि तो हस्तिनी बा माई हाथी जे तार गोटे अर्थ अछि मातंगिनी से मादळसा होई माने कोन गोटे गोटे मत हाथी देखिबो पागळा में भळिया झुली झुली हम याडू साडू जेमिति मुंड खराब हे जे से तंगर एठी पादे पडुची सेठी पादे पडुची मद माने जेमिति सपोज मद पी देकी चालंती तंगर कोन पादडा कोन ठीक भळे चालुतिबो गोटे एठी गोटे सेठी गोटे हाथी रे जो ढळी ढळी याडू साडू को करिकी पाद पकेकी चालंती नाही तेणु से मादळसा होई मातंगिनी परी चालंती नाही किंबा पूजी हंसी भଳି ମଧ୍ୟ ଚାଲନ୍ତି ନାହିଁ ତାଠୁ ମଧ୍ୟ ଗତି କରି ଚୋରି କରି ନାହାନ୍ତି କିମ୍ବା କୁସୁମ କୋମଳ ପାଦରେ ଅଳକ୍ତକ ବୋଳନ୍ତି ନାହିଁ ଆଉ କଣ ଏଭଳି ତାଙ୍କର ଢଳ ଢଳ ଚାଲି ନୁହେଁ ପ୍ରଥମତଃ ଦ୍ୱିତୀୟତଃ ସେ କୁସୁମ କୋମଳ ମାନେ ଫୁଲ ପରି କୋମଳ ପାଦରେ ତାଙ୍କ ଯୋଉ ପାଦ ସାଧାରଣତଃ ନାରୀ ମାନଙ୍କ ପାଦଟା ପୁରୁଷ ମାନଙ୍କ ପାଦ ଅପେକ୍ଷା କୋମଳ ନରମ ତେଣୁ କରିକି ସେ ସେଇଟାକୁ କହୁଛନ୍ତି ସେଇ ଯୋଉ ନରମ ନରମ ପାଦରେ ସୁନ୍ଦରିଆ ସୁନ୍ଦରିଆ ପାଦରେ ସେମାନେ ଅଳକ୍ତକ ବୋଳନ୍ତି ନାହିଁ ମାନେ କୁସୁମ କୋମଳ ବା ଫୁଲ ଭଳି ନରମ କୋମଳ ପାଦରେ ସେମାନେ ଅଳକ୍ତକ ହେଲା ଅଳତା ଅଳତା ମଧ୍ୟ ଲଗାନ୍ତି ନାହିଁ ବନବାସୀ ଜାଗା ସେମାନେ କୋଉଠୁ ଆଣିବେ ଅଳତା ଲଗେଇବା ତାଙ୍କ ପାଖେ ସେ ସବୁ ଏତେ ସାରା ଡେକୋରେଟିଭ ସିଷ୍ଟମ ପାଇଁ ସେ ଜାଣି ବି ନଥିବେ ଅଳତା ଫଳତା କଣ ଅଛି ପାଦରେ ଲଗାଇବା ପାଇଁ କିନ୍ତୁ ଅଳତାଟା ବହୁତ ପୁରାତନ ଯୁଗର ଆମର ସଜବାଜରେ ସେତେବେଳେ ଲିପଷ୍ଟିକ ନଥିଲା ସତ କିନ୍ତୁ ଅଳତା ବହୁତ ପୁରାତନ ଇଭେନ ରାଣୀ ରାଜା ରାଣୀ ସମୟରୁ ବି ଅଳତା ଲଗା ପ୍ରଥାଟା ଅଛି ଆଉ କଣ କରନ୍ତି ନାହିଁ କିମ୍ବା ଜବାଧରରେ ରକ୍ତରାଗ ରଞ୍ଜନ୍ତି ନାହିଁ ଜବାଧରରେ ଜବା ଯୁକ୍ତ ଅଧର ସେଇଟା ଶବ୍ଦ ହେଇଛି ଜବାଧର जबा है मंदार फूलटा रंग किभली लाल लाल रंगर मंदार तो कलर अच्छी अच्छे अच्छी श्वेत अच्छी तुम चंपा फूल रंगर गोटे प्रकार मंदार कलर ए सब बहुत प्रकार कलर है फूल गछ मानकर कौन जो इंजेक्शन देकी रंग परिवर्तन तुम गोटे गछ थी नाली फुटुव से धड़ा भी करदे पारे साधारणतः मंदार फूलटा कम लाल बोली भावित तो जबाधर माने कौन जबा है मंदार फूल अधर माने है कौन अधर माने अधर ओठ ओठ तो से कहते कि किंबा जबा भली माने तांकर ओठटा एमिति रे लाल तांको लिपस्टिक लगाबा आवश्यक नहीं हैला तो तांकर जो रंग लाल जबा परी मंदार फूल परी नाली ओठरे रक्त परी लाल वर्ण रक्तराग जोटा से आजिकल जुग रे हम जोटा को लाल करिया पे लिपस्टिक लगाउछे तो सेइटा को पान खाइबा कथा छाड़ा पान खाइले लाल हे जीवो रक्तरागर अर्थ होला रक्त परी लाल वर्ण किछि सजेई हवा पई रक्त परी लाल वर्ण किछि जिनिस से माने बाहर जिनिस ओठरे लगांती नाही रंजंती नहीं बा रंगकृत करंती नहीं लगांती नहीं बा रंगकृत करंती नहीं आ कोन करंती ताले से माने एतिकी जिंस से करंती नहीं प्रथम कथा लेखक कह देले तबे से कोन तांको आउ किभଳି भाबरे परिकल्पना करिसेंती लेखक कहउचंती कि सुस्थ सबल ओ सुबलित तनुलतारे वन पुष्प भरा गभार शोभा धारण करी एमाने संकीर्ण बंधुर कर्कश ओ पुरग कुटिल गिरिपथ को हास्य और संगीत रे मुखर करी निर्झरिणी परी गति करी चलती सुस्थ सबल और सुबलित तनुलतारे तनुलतार अर्थ कौन तनु है शरीर तांको शरीर रे सुस्थ सुबल सुबलित माने सुंदरिया तांकर जो शरीर टिकु लेखक एटी वर्णना करचंती सुस्थ सबल बलवान शरीर रे कौन करती वन पुष्प भरा गभरा
ଶରୀରଟି ଡେସ୍କ୍ରାଇବ କଲେ କଣ ସୁନ୍ଦର ଦେଖାଯାଉଥିବ କୋମଳ ତାଙ୍କ ଶରୀରଟି। ଆଉ ବନ ପୁଷ୍ପ ଭରା ମାନେ ବଣର ପୁଷ୍ପରେ ତାଙ୍କ ଗଭାଟିକୁ ସଜେଇଥାନ୍ତି। ଗଭା ହେଲା ମୁଣ୍ଡରେ ଚୁଟି ଥିବ, ଚୁଟିଟାକୁ ଯୋଉ କରିକିନା ଗଣ୍ଠି ମରିକିନା ତା ଦେହରେ ସବୁ ଫୁଲ ଲଗେଇଥାନ୍ତି। କେଉଁ ଫୁଲ? ବଣର ସବୁ ଫୁଲ, ବଣର ଯାଇ ଜୁଇ ଯାହା ସବୁ ବଣରେ ଯେକୌଣସି ପ୍ରକାରର ଫୁଲ ଫୁଟୁଛି ତାକୁ ସବୁ ଗଭାରେ ଗଭା ବା ଜୁଡାରେ ମୁଣ୍ଡରେ ଜୁଡାରେ ଲଗେଇକି ଶୋଭା ଧାରଣ କରି ବା ଲଗେଇକିନା ସୁନ୍ଦରତା କରି ସଜେଇକି ସେମାନେ କଣ କରୁଥାନ୍ତି? ସଂକୀର୍ଣ୍ଣ ବନ୍ଧୁର ସଂକୀର୍ଣ୍ଣ ହେଲା ଅଣଓସାରିଆ, ବନ୍ଧୁର ହେଲା ଅସମତଳ ମାନେ ଆବୁଡା ଖାବୁଡା ଯୋଉ ଜାଗା ଗୁଡାକ। ଆଉ କର୍କଶ, କର୍କଶ ହେଲା ଅମସୃଣ, ମସୃଣ ନୁହେଁ, ଚିକିଣିଆ ରାସ୍ତା ନୁହେଁ, ସେଇ ତନ୍ତୁରିସ୍ତ ରାସ୍ତା ଗୁଡିକ ଆମର ପାଲିସ ରାସ୍ତା ଯେମିତି ପିଚୁ ପୁରା ପାଲିସ ପୁରା ସମତଳ ରାସ୍ତା ସେମିତି ନୁହେଁ, ଖଣ୍ଡିଆ ମଣ୍ଡିଆ ରାସ୍ତାରେ। ଉରଗ କୁଟିଳ ଗିରି ପଥକୁ, ଉରଗ କୁଟିଳ କଣ? ଉରଗର ଅର୍ଥ ହେଲା ସାପ, ଉରଗ କୁଟିଳ ହେଲା ସର୍ପ ପରି ବକ୍ର ହେଲା। ଗିରି ପଥକୁ, ଗିରି ପର୍ବତ ପଥକୁ, ସେଠି ନା ପାହାଡିଆ ଜାଗା, ସେଥିପାଇଁ କି ସେମାନେ କଣ ରାସ୍ତାକୁ କାଟିକିନା ପାହାଡଟା କାଟିକି ଯେତେବେଳେ ରାସ୍ତା ବନେଇଥାନ୍ତି ସେ ସିଧା ସଳଖ ହଉନି, ସବୁ ଏମିତି ରାଉଣ୍ଡ 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 ହେଲା ରାସ୍ତାଟା। ଘାଟି ରାସ୍ତା ଯାହା ମାନଙ୍କ ଘର ଥିବ ଘାଟି ପାରି ହେଇକି ଯିବାକୁ ପଡୁଥିବ, ସାଧାରଣତଃ କୋରାପୁଟ ସାଇଡ ରେ ଯାହା ଘର ସେମାନେ ଜାଣିଥିବ, ଯେତେବେଳେ ବସ ରେ ଯାଉଥିବ ସେ ଏମିତି ଉଠି 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 ବସ ଟା ଏମିତି ଯାଉଥିବ, ଲାଗୁଥିବ ଯେମିତି ଉପରକୁ ଉଠୁଛି ହେଲା। ଉରଗୀ କୁଟୁଳ, ଉରଗର ଅର୍ଥ ସାପ, ଉରଗୀ କୁଟୁଳ ହେଲା ସର୍ପ ପରି ବକ୍ର ଗିରି ପଥ। ସେ ଯୋଉ ପାହାଡିଆ ରାସ୍ତା ଗୁଡିକ ସାପ ଭଳି ସିଧା ନ ହେଇକି ସାପ ଭଳି ବଙ୍କେଇ ବଙ୍କେଇ ହେଇଛି। ରାସ୍ତାଟା କଣ ପୁରା ଏମିତି ଏମିତି ନୁହଁ, ସାଧାରଣତଃ ପାହାଡିଆ ଅଞ୍ଚଳରେ ସେଠି କଣ ବହୁତ ସାରା ବଣ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ପାହାଡ, ସେ ରାସ୍ତା ଗୁଡିକ ବନେଇଥାନ୍ତି କାଟି କାଟି କେମିତି ଏମିତି ବଙ୍କେଇ 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 ଯାଇଥାଏ। ରାଉଣ୍ଡ ରାଉଣ୍ଡ ହେଇ ରାଉଣ୍ଡ ରାଉଣ୍ଡ ଲାଗୁଥିବ ଯେମିତି ଆମେ ଗୋଟେ ଉପରକୁ ଏମିତି ବଙ୍କେଇ ବଙ୍କେଇ ଉଠୁଛି। କି କେବେ ପିକନିକ ଫିକନିକ ବରଗଡ ଆଡେ କିମ୍ବା ତମର କୋରାପୁଟ ଆଡେ ଇଆଡେ ଥାଏ, ଏତେ ବାଟକୁ ମୁଁ ଯାଉନି, ମୁଁ ଓଡିଶା କଥା କହୁଛି। ଆମର ପଢା ହଉଛି ଓଡିଶା କଥା, ଅରୁଣାଚଳ ପ୍ରଦେଶ କଥା ପଢା ଯାଉନି। ସେମିତି ଗଲେ ତ ବହୁତ ଜାଗା ଅଛି ଓଡିଶାରେ, କିନ୍ତୁ ବହୁତ ଜାଗା ସମ୍ବଲପୁର ନୁହଁ, ବରଗଡ, ଦେଓଗଡ, କୋରାପୁଟ, ମାଲକାନଗିରି ଏଇପଟ ସାଇଡରେ ସବୁ ଯୋଉତିକ ପାହାଡିଆ ଅଞ୍ଚଳ ସେଇପଟ ସାଇଡରେ ଥିବ ହେଲା। ସମ୍ବଲପୁରଟା ପାହାଡିଆରେ ଯାଉଛି। ତାପରେ କଣ କହୁଛ? ସଂକୀର୍ଣ୍ଣ, ସଂକୀର୍ଣ୍ଣ ହେଲା ଅଣଓସାରିଆ, ବନ୍ଧୁର ହେଲା ଅସମତଳ, ଯୋଉଟା ପାଲିସ ରାସ୍ତା ନୁହେଁ, ପ୍ଲେନ ରାସ୍ତା ନୁହେଁ, ସମତଳ ରାସ୍ତା ନ ହେଇକି ବିପରୀତ ଅସମତଳ ହେଇଥିବ, ଏଟା ହେଲା ଖାଲ ଢିପ ଯୋଉ ଯାଉଥିବ ଗୋଡ ଗୋଡିରେ ସରି ମାଟି ଗୋଡିରେ ଗୋଡ ଫୁଟି ଯାଉଥିବ, ଚାଲିବାକୁ ଅସୁବିଧା ହଉଥିବ ସେଇ ରାସ୍ତା ଗୁଡିକ। କର୍କଶ ହେଲା ଅମସୃଣ, ମସୃଣ ହେଲା ପୁରା ପଲିସ ଚିକିଣିଆ ରାସ୍ତା, କର୍କଶ ରାସ୍ତାକୁ ମଧ୍ୟ ସେଇ ଗୋଡି ଗୋଡି ରାସ୍ତା ହେଲା ବା ଅମସୃଣ ରାସ୍ତାରେ, କଠିନ ରାସ୍ତାରେ ଉରଗୀ କୁଟୁଳ ଗିରିପଥକୁ ସର୍ପ ପରି ବକ୍ର ପାହାଡିଆ ରାଜପଥ, ପାହାଡ ପଥ ଦେଇକିନା ସେମାନେ କଣ ହସି ହସି ସଙ୍ଗୀତ ଗାଇ ଗାଇ, ଗୀତ ଗାଇ ଗାଇ, ମୁଖର କରିକିନା, ମୁଖର କରି ହେଲା ଧ୍ୱନିତ କରିକି, ଯେତେବେଳେ ସଙ୍ଗୀତ ଗାଆନ୍ତି ସେ ଯୋଉ ଧ୍ୱନିଟା ବାହାରେ, ସୁନ୍ଦର ସ୍ୱରଟି ବାହାରେ, ସେଇଟା ଅତି ମୁଖରିତ ହେଇଯାଏ ବା ସେଇ ଧ୍ୱନିରେ ମନ ପ୍ରଫୁଲ୍ଲିତ ହେଇଯାଏ କରି ନିର୍ଝରିଣୀ ପରି ଗତି କରି ଚାଲନ୍ତି, ଝରଣା ପରି ଗତି କରି ଚାଲନ୍ତି। ତାର ଅର୍ଥ ସାଧାରଣ କଥା ଏତିକି କହିବା କଥା ଲେଖକ ଯେ ସେମାନେ ଆଜିକାଲି କିମ୍ବା ସହରିଆ ଝିଅ ମାନଙ୍କ ଭଳି ମାନେ କୁଝିଅଂଶୀ ଭଳି ବଙ୍କେଇ ବଙ୍କେଇ ଚାଲନ୍ତି ନାହିଁ, ପାଦରେ ଅଳତା ଲଗାନ୍ତି ନାହିଁ, ଆଉ ଓଠରେ ନାଲି ରଙ୍ଗ ଲଗେଇକି ସଜାନ୍ତି ନାହିଁ। କେବଳ କଣ କରୁଥାନ୍ତି? ତାଙ୍କର ଶରୀର ସାଧା ସିଧା ଶରୀର ଏବଂ ମୁଣ୍ଡରେ ବଣର ଫୁଲ ଗୁଡିକୁ ଖୋସା କରିକି ଜୁଡା କରିକି ସେମାନେ ସେଇ ଯୋଉ ଦନ୍ତୁରିତ ରାସ୍ତାରେ, ଉରଗୀ କୁଟୁଳ ରାସ୍ତାରେ, ବଙ୍କେଇ ବଙ୍କେଇ ହେଇଥିବ ଯୋଉ ରାସ୍ତାରେ, ସେ ତାଙ୍କର ଗୀତ ନାଚ କରି କରିକିନା ଝରଣା ପରି ଗତି କରି ଚାଲିଥାନ୍ତି। କ୍ଲିୟର? ଏତିକି। ଯୋଉ ଧାଡି ଯାହାକୁ ଡାଉଟ ହଉଛି ସାଙ୍ଗେ ସାଙ୍ଗେ ପଚାରିବ ହେଲା, ଘରେ ଯାଇକି ପଚାରିଲେ ବି ହବ, କିନ୍ତୁ ଏବେ ଯଦି ଡାଉଟ ହଉଛି ପଚାରିବ, ତାପରେ ଘରେ ଯାଇ ପଢିବ, ଡାଉଟ ହେଲେ ପଚାରିବ ହେଲା। ଗୋଟେ ଥର ଛାଡିଦେଲି ହେଲା, ଘରେ ଯାଇକି ପଢିବ ତାପରେ ପଚାରିବ, ସେଇ କଥା କହୁଛି। ଏଇଟା ମାଡ ଖାଉଥିବ ନା ସବୁ କ୍ଲାସରେ, ଦିନେ ଦିନେ ମତେ ପାଟି ଶୁଭେ, ମାଡ ଖାଅ ତମେ। କୋଉ ସାର୍ ମାରନ୍ତି ମୁଁ ଜାଣିନି, କିନ୍ତୁ ମାଡ ହୁଏ। ଇଏ ତ ଖାଇଛ, ତମେ ଖାଅ ଯିଏ ଖାଅ, କିନ୍ତୁ କୋଉ ସାର୍ ଜଣେ ବାଡାନ୍ତି ତମକୁ, କିନ୍ତୁ ମାଡ ଦରକାର ନାହିଁ। ମାଡ
କହୁଛି ଆମେ କହିବା ଏ ପୁଅ ପିଲାଙ୍କୁ ଖାଲି ମାଡ ଦରକାର ଭାରି ଦୁଷ୍ଟ ହଉଛ କଜିଆ ଝିଅ ପିଲା କରନ୍ତି ମୁଁ ଦେଖିଲି ଇଏ ଟିକେ କଥା ହେଲେ ଧରିକି କଜିଆ ଲଗେଇ ଛାଡ ବାରିବାହ କାହାକୁ କୁହାଯାଇଛି ବାରିକୁ ଯିଏ ବହନ କରନ୍ତି ସେ ହଉଛନ୍ତି ବାରିବାହ ବର୍ଷାକୁ ବାରିବାହ ବୋଲି କୁହାଯାଇଛି ପୁଣି ଲେଖକ ସମ୍ବୋଧନ କରୁଛନ୍ତି ବାରିବାହ ଏ ସମସ୍ତେ ତୋର ବାନ୍ଧବୀ କୋଉମାନେ ଏଇ ଯୋଉ ନରନାରୀ ମାନେ ବନବାସୀର ନରନାରୀ ମାନେ ସମସ୍ତେ ହଉଛନ୍ତି ତୋର ବାନ୍ଧବୀ ତୋର ଗୁରୁ ଗମ୍ଭୀର ଗର୍ଜନରେ ଭୀତା ହୋଇ ଏମାନେ ଆଲିଙ୍ଗନ ପାଇଁ ପୁରୁଷ ପାଶକୁ ପଳାନ୍ତି ନାହିଁ ଅବିରତ ବୃଷ୍ଟିପାତ ମଧ୍ୟରେ ବନସ୍ପତି ପରି ରହି ଶସ୍ୟ କ୍ଷେତ୍ରରେ କର୍ମରତ ରୁହନ୍ତି ତୋର ଗୁରୁ ଗମ୍ଭୀର ଶବ୍ଦ ଗର୍ଜନ ମାନେ ଅତ୍ୟନ୍ତ ଗମ୍ଭୀର ଶବ୍ଦକୁ ଗୁରୁ ଗମ୍ଭୀର ବୋଲି କୁହାଯାଏ ମେଘ ଯେତେବେଳେ ଆସେ ବହୁତ ଝିଅ ପିଲାମାନେ ପୁଅ ପିଲା ବି ଡରୁଥିବେ କହିପାରିବେ ଝିଅ ପିଲାମାନେ ବେଶୀ ଡରନ୍ତି ବର୍ଷା ଘଡଘଡି ଶବ୍ଦକୁ ଇଭିନ ମୁଁ ବି ଡରେ ମାନେ ଘଡଘଡି ଶବ୍ଦ ହେଲେ ଡର ଲାଗେନି ସେଇ ଯୋଉ ଗୁରୁ ଗମ୍ଭୀର ସ୍ୱର ବା ଘଡଘଡି ଶବ୍ଦରେ ଆମେ ମାନେ କଣ କରନ୍ତି ଆମର ସାଧାରଣ ଆମ ଝିଅ ପିଲାମାନେ ଡରିକିନା କିଏ ଘରେ ନାଇଁ ବାପା ମା ଭାଇ ଭଉଣୀ ଯିଏ ଥାଉଛି ଯାଇକି ଧରି ପକଉ ଡର ଲାଗିଲା ବୋଲି ସେଇ କଥା କହି ଲେଖକ ବର୍ଣ୍ଣନା କରୁଛନ୍ତି ଯେ ତୁ ଯେତେବେଳେ ଆସିବୁ ବର୍ଷାଟି ହେ ବାରିପାତ ତୁ ଯେତେବେଳେ ଆସିବୁ ତୋର ଯୋଉ ଘଡଘଡି ଅତ୍ୟନ୍ତ ପ୍ରଚଣ୍ଡ ନାଦରେ ତୋର ସେଇ ଗୁରୁ ଗମ୍ଭୀର ବା ଅତ୍ୟନ୍ତ ଗମ୍ଭୀର ଗର୍ଜନରେ ଭୀତା ହୋଇ ଭୀତାର ଅର୍ଥ ହେଲା ଭୟ ପ୍ରାପ୍ତି ହୋଇ ଏଇ ଯୋଉ ନାରୀ ମାନେ ସେଇ ବନବାସୀର ନାରୀ ମାନଙ୍କ କଥା କହୁଛନ୍ତି ସେଇ ନାରୀ ମାନେ କିନ୍ତୁ ଆଲିଙ୍ଗନ ପାଇଁ କୌଣସି ପୁରୁଷ ପାଖକୁ ଯାଆନ୍ତି ନାହିଁ ସପୋଜ ଆମେ ଗୋଟେ ବାପା ମା ଭାଇ ଭଉଣୀ ପୁରୁଷ ଲୋକଙ୍କୁ ଡର ଲାଗେନି ବୋଲି ଆମେ ଭାବନ୍ତି ଯେ ସେଇ ସମୟରେ ପୁରୁଷ ଲୋକଟା ବୋଧେ ସେ ଆମକୁ ବଞ୍ଚେଇ ଦବ ଆବାଜ ହେଲେ ଆମେ ଯାଇ ବାପାକୁ ଧରୁଛୁ ବାବା ଡର ଲାଗୁଛି କି ଭାଇ ଥିଲେ ଭାଇ ଡର ଲାଗୁଛି କି ଯିଏ ବି ହଉ ତମେ ଭଉଣୀ ଥିଲେ ଭଉଣୀ ମା ଥିଲେ ମା ସମସ୍ତଙ୍କୁ ହଠାତ୍ ପାଖରେ କିଏ ଥିଲେ ଡରିକି ଧରି ପକାନି ସାଙ୍ଗସାଥି ବି ଥାନ୍ତି ସାଙ୍ଗ ହେଇକି 2 ଜଣ ଯାଉଛ ଜୋର ସେ ଘଡଘଡି ମାରିଲା ଆବାଜ ହେଲା ଜଣେ ଜଣଙ୍କୁ ହାତ ଧରିଦବ ସେଇ ଯୋଉ ଭୟଟାକୁ ଲେଖକ କହୁଛନ୍ତି ସେଇ ଭୟଟା ସେଇ ଯୋଉ ନାରୀ ମାନଙ୍କ ପାଖରେ ନାହିଁ ସେମାନେ କାହାକୁ ଆଲିଙ୍ଗନ କରନ୍ତି ନାହିଁ ଭୟରେ ତେବେ କଣ କରନ୍ତି ତାହେଲେ ସେମାନେ ଅବିରତ ବୃଷ୍ଟିପାତ ମଧ୍ୟରେ ଅବିରତ ହେଲା ପୁରା ଲାଗାର ଧାରା ବର୍ଷା ଲାଗିକି ରହିଥିବ ହେଲା ଘଡଘଡି ବର୍ଷା ଘଡଘଡି ସହିତ ବର୍ଷା ଲାଗିକି ରହିଥିବ ପୁରା ଲାଗି ଯୋଉଟା ଅବିରତ ମାନେ ପୁରା ବନ୍ଦ ନ ହେଇକି କଣ୍ଟିନ୍ୟୁଅସଲି ଲାଗିକି ରହିଥିବ ହଁ ବୃଷ୍ଟିପାତ ଏ ଯୋଉ ବର୍ଷା ଭୟଙ୍କର ବର୍ଷାର ମଧ୍ୟରେ ବନସ୍ପତି ପରି ବନସ୍ପତି ହେଲା ଜଙ୍ଗଲର ବଡ ବଡ ଗଛ ବୃକ୍ଷ ମାନଙ୍କୁ ବନସ୍ପତି ବୋଲି କୁହାଯାଏ ବନସ୍ପତି ପରି ରହି ଶସ୍ୟ କ୍ଷେତ୍ରରେ କର୍ମରତ ଥାନ୍ତି ଏତେ ବର୍ଷାରେ ମଧ୍ୟ ଯେମିତି ବଡ ବଡ ଗଛ ମାନେ ସେମିତି ଗୋଟେ ଜାଗାରେ ରହିଥିବେ ତାଙ୍କ ଉପରେ ଯେତେ ବର୍ଷା ପଡୁ ଯାହା ହଉ କିଛି ଅସୁବିଧା ନାହିଁ ସେ ସେମିତି ଥାନ୍ତି ଠିକ ଏ ଲେଖକ এই ନାରୀ ମାନଙ୍କୁ ଜଙ୍ଗଲର ବନସ୍ପତି ସହିତ ତୁଳନା କରିଛନ୍ତି ଯେ ଜଙ୍ଗଲର ବନସ୍ପତି ପରି ସେମାନେ ବଡ ବଡ ଗଛ ବୃକ୍ଷ ପରି ସେମାନେ ଅବିରତ ସେ ତାଙ୍କ କ୍ଷେତ୍ରରେ କାମ କରୁଥାନ୍ତି ତାଙ୍କ ଯୋଉ କ୍ଷେତ ଯୋଉ ଶାଳି ଧାନ କ୍ଷେତରେ ତାଙ୍କ ଜମିରେ ସେ କାମ କରୁଥାନ୍ତି ଘଡଘଡି ବର୍ଷା ହେଲେ ଆମେ ସାଧାରଣତଃ କଣ କରୁ ଘର ଭିତରେ ଆସିକି ଲୁଚିକି ରହିଯାଉ ବର୍ଷା ଛାଡିଲେ ବାହାରକୁ ଯିବା ସେମାନେ କିନ୍ତୁ ସେଇ ବର୍ଷା ଘଡଘଡିକୁ ନ ଡରିକି ସେ ଅବିରତ ତାଙ୍କର ଜମିରେ କାମ କରୁଥାନ୍ତି କର୍ମରତ ରହନ୍ତି ଏଇଠୁ ତୁ ଅତି ପରିଚିତ ପରି ଏମାନଙ୍କ ଆଡକୁ ଗତି କରିବୁ ନଚେତ ତୋତେ ଅପରିଚିତ ବୋଲି ଜାଣିଲେ ଉଚ୍ଚ ହାସରେ ଏମାନେ ବନଭୂମି କମ୍ପାଇ ଦେବେ ଆଉ ତୁ ମେଘକୁ କହୁଛନ୍ତି ଲେଖକ ତୁ ଅତି ପରିଚିତ ତୋ ନିଜ ଲୋକ ବୋଲି ଭାବିକି ଏମାନଙ୍କ ପାଖରେ ଯିବୁ ଗତି କରିବୁ ଆଉ ଯଦି ତତେ ଜାଣିବେ ତୁ ତାଙ୍କୁ ଚିହ୍ନି ପାରୁନୁ ବର୍ଷା ସେଠି ନ ହେଇକି ଆଗକୁ ବଢି ଯାଇଛୁ ତାହେଲେ ସେମାନେ ଅପରିଚିତ ବୋଲି ଭାବିକି ତତେ ତାହେଲେ ଇଏ ତ ଉତ୍କଳ ପାଇଁ କିଛି କରୁନି ଉତ୍କଳର କିଛି ଦରକାରରେ ଆସିବନି କାହିଁକି ମେଘଟା ହଉନି ଏଇଆ ଭାବିକି ସେ ଅତି ଜୋରରେ ଉଚ୍ଚ ହାସ୍ୟରେ ମାନେ ଜୋରରେ ଠୋଠ ବାଜି ହେଇକି ହସିବାକୁ କୁହାଯାଏ ଉଚ୍ଚ ହାସ୍ୟରେ ଏମାନେ ବନଭୂମିକୁ କମ୍ପାଇ ଦେବେ ହସି ହସି ମାନେ ଜୋରଟେ ଆବାଜ କରିବେ ଯେ ସତେ ଯେମିତି ବନଭୂମି କମ୍ପିଯିବ ତେଣୁ ଲେଖକ କହୁଛନ୍ତି ତୁ ଏମାନଙ୍କୁ ନିଜର ସାଙ୍ଗସାଥି ଭାବିକି ସେଠି ଅବିରତ ବାରିପାତ କରିବୁ ବର୍ଷା ଢାଳିବୁ କ୍ଲିୟର ଏତିକି ବାଟ କ୍ଲିୟର ଡାଉଟ କର ନାଇଁ ତ नेक्स्ट है जलद पुणी संबोधन करछन्ती जलद कहिकी लेखक मेघकू जलकू जे धारण करूची वहन करूची जलद से तेणु मेघर अन्य नाम है जलद तू कौन जानी ना जे एई वनवासी माने तो छड़ा आ कहारी अनुग्रह लोड़ंती नै ये गोटे शॉर्ट क्वेश्चन आसीबो जे वनवासी माने कहा छड़ा
କାହାର ଅନୁଗ୍ରହ ଲୋଡନ୍ତି ନାହିଁ ଲେଖିବ ମେଘ ଛଡା ଆଉ କାହାର ମେଘ ଯଦି ଥିବ ମେଘ ଲେଖିବ ଅପସନ ରେ ବାରିବାହ ଥିଲେ ବାରିବାହ ଲେଖିବ ଜଳଦ ବାରିଦ ତାହେଲେ ଲେଖିବ ସେ କେବଳ ତାର ଅନୁଗ୍ରହ ହିଁ ଲୋଡନ୍ତି ଅନୁଗ୍ରହର ଅର୍ଥ ହେଲା ଦୟା ସେ କେବଳ ମେଘର ଦୟା ହିଁ ଚାହାନ୍ତି ଆଉ ସାଧାରଣ ଲୋକଙ୍କର ଦୟା ସେମାନଙ୍କୁ ଦରକାର ନାହିଁ ତେଣୁ ଲେଖୁଛନ୍ତି ଜଳଦ ତୁ କଣ ଜାଣିନାହୁଁ ଯେ ଏଇ ଯୋଉ ବନବାସୀ ମାନେ ତୋ ଛଡାର ଅର୍ଥ ଏଠି କାହାକୁ ତୋ ଛଡା ମାନେ କାହାକୁ ସମ୍ବୋଧନ କରୁଛନ୍ତି ମେଘ ଛଡା ବା ବାରିବାହ ଜଳଦ ଛଡା ଆଉ କାହାର ଦୟା ବା ଉପକାର ଲୋଡନ୍ତି ନାହିଁ ସେମାନେ କିମ୍ବା ନିଅନ୍ତି ନାହିଁ ମଧ୍ୟ କିଏ ତାଙ୍କୁ ଦୟା କଲେ କିଏ ତାଙ୍କୁ ଉପକାର କଲେ ସେ ନିଅନ୍ତି ନାହିଁ ମଧ୍ୟ ସ୍ୱେଦାର୍ଜିତ ଧନରେ ଉଦର ପୋଷଣ ସୁନ୍ଦର ସ୍ୱାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର ପରମ କାମ୍ୟ ନୁହେଁ କି ପୁଣି କହୁଛନ୍ତି ସ୍ୱେଦାର୍ଜିତ ଧନରେ ସ୍ୱେଦର ଅର୍ଥ କଣ ଝାଳ ଦ୍ୱାରା ନିଜର ଝାଳ ନିଗାଡିକି ଯୋଉ ଅର୍ଜନ କରାଯାଏ ଯୋଉ ଖାଦ୍ୟ ହଉ ବା ପଇସା ହଉ ଧନ ଅର୍ଜନ କରାଯାଏ ତାକୁ କୁହାଯାଏ ସ୍ୱେଦାର୍ଜିତ ଧନ ବା ଝାଳ ନିଗାଡିକି ଉପାର୍ଜିତ ଧନରେ ପେଟ ପୋଷିବା ଉଦର ପୋଷଣ ଉଦର ମାନେ ପେଟ ପୋଷଣ ମାନେ ପୋଷିବା ପେଟ ପୋଷିବା ଆଉ ସୁନ୍ଦର ସ୍ୱାସ୍ଥ୍ୟ ନିଜର ଦେହ ଭଲ ରଖିବା ନିଜର ସ୍ୱାସ୍ଥ୍ୟକୁ ସୁନ୍ଦର କରି ରଖିବା ଓ ନିର୍ମଳ ମନ ଶୁଦ୍ଧ ମନ ହେଲା ପବିତ୍ର ମନ ରଖିବା ମାନବ ଜୀବନର ପରମ କାମ୍ୟ ନୁହେଁ କି ପରମ କାମ୍ୟ ଅର୍ଥାତ୍ ଶ୍ରେଷ୍ଠ କର୍ତ୍ତବ୍ୟ ଗୋଟେ ମଣିଷର ଶ୍ରେଷ୍ଠ କର୍ତ୍ତବ୍ୟ ହଉଛି ତାର ନିଜର ସ୍ୱ ଉପାର୍ଜିତ ଧନରେ ନିଜ ପେଟ ପୋଷିବ ନିଜ ସ୍ୱାସ୍ଥ୍ୟକୁ ଦେଖିବ ଏବଂ ତାର ଉଜ୍ଜଳ ଭବିଷ୍ୟତକୁ ଦେଖିବ ସବୁ ନା ତାଠୁ ଚୋରି ଧପେଇକି ନେଇ ଆସିବ ସେଟା ତ ପରମ କାମ୍ୟ ନୁହେଁ ନା ମଣିଷର ଚୋରି କରିବା ପରମ କାମ୍ୟ ନିଜର ପ୍ରଚେଷ୍ଟା କି ନାଇଁ ତ ତେଣୁ ସେଇ କଥା ଲେଖକ କହୁଛନ୍ତି ଗୋଟେ ମଣିଷର ପ୍ରଧାନ କର୍ତ୍ତବ୍ୟ କଣ ତାର ନିଜ ଉପାର୍ଜିତ ଧନରେ ପ୍ରତିପୋଷଣ କରିବା ଖାଇବା ନିଜ ପାଇଁ ଖାଇବା ପ୍ରସ୍ତୁତ କରିବା ମାନେ ଆଣିବା ଯୋଗାଡ଼ କରିବା ଆଉ ନିଜ ପରିବାର ପାଇଁ ଖାଇବା ଯୋଗାଡ଼ କରିବା ଆଉ ତା ସହିତ ନିଜର ସୁନ୍ଦର ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବା ଯଦି ଜଗତରୁ କେବେ ତସ୍କରତା ଲୋପ ପାଏ ତେବେ ମାନବିକତା ଶିଖିବା ପାଇଁ ସଭ୍ୟ ସମାଜ ଏମାନଙ୍କ ପାଶକୁ ଦିନେ ଆସିବ ଯଦି ଜଗତରୁ କେବେ ତସ୍କରତା ଲୋପ ପାଏ ମାନେ ଚୋରି ଡକାୟତି ତସ୍କରତାର ଅର୍ଥ ହେଲା ଚୋରି ହେଲା ଦୁନିଆ ସାରା କଣ ଏବେ ଚୋରି ତସ୍କର ଠକ ଭରପୁର ହେଇଗଲାଣି ନା ଯୁଆଡେ ଦେଖ ଏବେ ନାଇଁ 2-3 ବର୍ଷ କି 4 ବର୍ଷ ତଳର ଏ ଯୋଉ ଟଙ୍କା ଲୋନ ଦେବା ପାଇଁ କିନା ଏଟି ଗ୍ରୁପ ଅର୍ଥତତ୍ତ୍ୱ ଗ୍ରୁପ ହଁ ଚିଟ୍ ଫଣ୍ଡ ଯୋଉ ଚାଲିଥିଲା କେତେ ଠକ ହେଲା କେତେ ଲୋକ ଠକରେ ପଡିଲେ ନୁହେଁ ଏମିତି ସେଇଭଳି ଆହୁରି କେତେ ପ୍ରକାର ଠକ ଚାଲିଛି ଏବେ ଠକ ସମସ୍ତଙ୍କୁ କିଛି ନା କିଛି ଉପାୟରେ ଠକି ଚାଲିଛନ୍ତି ତ ସେଇ ଯୋଉ ସଂସାରରୁ ଯଦି ଲେଖକ କହୁଛନ୍ତି ଚୋରି ବା ଠକ ତସ୍କରତା ଦୂରେଇ ଯିବ ତାହେଲେ ମାନବିକତା ଶିଖିବା ପାଇଁ ମାନବିକତାର ଅର୍ଥ କଣ ଗୋଟେ ଲୋକ ପାଖରେ ମାନବିକତା ଅଛି ଅର୍ଥାତ୍ ସିଏ ଅନ୍ୟକୁ ସାହାଯ୍ୟ କରୁଛି ଅନ୍ୟର ସୁଖ ଦୁଃଖରେ ଠିଆ ହଉଛି କାହାକୁ କଷ୍ଟ ଦଉନି ସେଇଟାକୁ କୁହାଯାଏ ମାନବିକତା ଲୋକଟେ ଆକ୍ସିଡେଣ୍ଟ ହେଇକି ପଡିଛି ଆମେ ଯଦି ଦେଖିକି ନ ଦେଖିଲା ଭଳି ପଳେଇବା ସେଇଟା କେବେ ମାନବିକତା ନୁହେଁ ଯଦି ତାକୁ ଉଠେଇ ଦେଲ ଝାଡି ଦେଲ କି ଡାକ୍ତରଖାନା ନେଇଗଲ କି ଆମ୍ବୁଲାନ୍ସକୁ ଡାକିଦେଲ ସେଇଟା ହେଲା ପ୍ରକୃତ ମଣିଷର ମାନବିକତା ତେବେ ସେଇ କଥା ଲେଖକ କହୁଛନ୍ତି ତେବେ ମାନବିକତା ଶିଖିବା ପାଇଁ ସଭ୍ୟ ସମାଜ ଏମାନଙ୍କ ପାଖକୁ ଦିନେ ଆସିବ ସଭ୍ୟ ସମାଜ ଯୋଉମାନେ ଉଚ୍ଚ ବଂଶରେ ଅଛନ୍ତି ଉଚ୍ଚ ପଦରେ ଅଛନ୍ତି ଚାକିରି କରିଛନ୍ତି ପଇସା ପତ୍ର ବହୁତ ଅଛି ସବୁ କିଛି ତାଙ୍କ ପାଖରେ ଲକ୍ଜରିୟସ୍ ଆଇଟମ ଅଛି ହେଲେ ବି ସେମାନେ କାହାକୁ ସାହାଯ୍ୟ କରନ୍ତି ନାହିଁ କିମ୍ବା କାହାକୁ ଉପରେ ମାନବିକତା ଦେଖାନ୍ତି ନାହିଁ ସେଇଭଳି ଲୋକମାନେ ତେବେ ମାନବିକତା ଶିଖିବା ପାଇଁ ଯଦି ସତରେ ସଂସାରରୁ ଚୋରି ଡକାୟତ ସବୁ କୁଆଡେ ଲୋପ ପାଇଯାଆନ୍ତା ତାହେଲେ ସେଇ ସଭ୍ୟ ସମାଜ ମାନେ ମାନବିକତା ତାଙ୍କ ପାଖରେ ତ ମାନବିକତା ନାହିଁ ନା ସେମାନେ ଶିକ୍ଷା ପାଇଁ କାହା ପାଖକୁ ଆସନ୍ତି ଏହି ବନବାସୀ ମାନଙ୍କ ପାଖକୁ ଆସନ୍ତେ ବୋଲି ଲେଖକ କହୁଛନ୍ତି କାହିଁକି ନା ଲେଖକଙ୍କ ମତରେ ଯୋଉ ବନବାସୀ ମାନଙ୍କ ବିଷୟରେ ସେ ଏବେ କହୁଛନ୍ତି ସେମାନେ ହଉଛନ୍ତି ତାଙ୍କର ବହୁତ ଉଦାର ହୃଦୟ ସେମାନେ ସମସ୍ତଙ୍କୁ ସାହାଯ୍ୟ କରନ୍ତି ଆଉ ସେମାନଙ୍କ ପାଖରେ ଢେର ସାରା ମାନବିକତା ମଧ୍ୟ ଭରପୁର ଭାବରେ ଅଛି ସେଥିପାଇଁ ଲେଖକ ତାଙ୍କୁ ମାନବିକତା ତାଙ୍କ ପାଖରୁ ଶିଖିବା ପାଇଁ ସଭ୍ୟ ସମାଜକୁ ଉଦାହରଣ ମାଧ୍ୟମରେ ଜଣେଇଛନ୍ତି ଏଣୁ ତୁ ଏମାନଙ୍କୁ ନିରାଶ ନ କରି ଅବିରତ ବାରିପାଦରେ ବନଭୂମିକୁ ଶ୍ୟାମଳ ଉଜ୍ଜଳ କରିଦେବୁ ତେଣୁ ହେ ମେଘ ତୁ ଏମାନଙ୍କୁ କେବେ ବି ନିରାଶ କରିବୁ ନାହିଁ ଅବିରତ ବାରିପାଦରେ ଅବିରତ ହେଲା କ୍ରମାଗତ ଭାବରେ ବାରିପାଦ କରିକି ବର୍ଷା କରାଇକି ତୁ ଏମାନଙ୍କର ଶସ୍ୟ ଶ୍ୟାମଳ କ୍ଷେତ୍ରକୁ ଶ୍ୟାମଳ ଆଉ ଉଜ୍ଜଳ କରିଦେବୁ ମାନେ ଭରପୁର ଶସ୍ୟ ତାଙ୍କର ଯେମିତି ହବ ତୋର କୃପାରେ ଶାଳି କ୍ଷେତ୍ରରେ ନବ ନୀଳିମା ଖେଳି ବୁଲିବ ତୋର କୃପାରେ ମାନେ ତୋର ଦୟାରେ ମେଘ ପକଉଛନ୍ତି ତୁ ଯଦି ବାରିପାତ କରେଇବୁ ତେବେ ତୋର ଦୟାରେ
शाली क्षेत्र है शारद धान खेत कही एक प्रकार धान ताको कह शाली धान आउ तार पूरा आखरिक ओडिया अर्थ है शारद धान शारद धान क्षेत्र में नव नीलिमा खेली बुलू नुआ करिकिना से गछटी सुंदर भाबरे सबुज हेकी चारियाडे जते खेली बुलिबो से जो सुंदरताटा सबुजता भरा सुंदरताटा को लेखक कहउजंती नुआ करी सुंदरता भरपूर हेजिबो तांका पाखरे हला से जो फसल पियारी निर्झरिणी गिरिधरी क्रीडारत बसतरी परि नाची उठिबो निर्झरिणी अर्थ हैला झरणा गिरिधरी रे होला गिरी हैला कोन पहाड़ दरी हैला पहाड़र गुहारे गुफा पहाड़ जो आम कहे पहाड़ की गुहा कहते कि गुफा कहते झरणाटा कौन बाहरी था पहाड़ गुफा भर बाहर की झरी झरी जाए तेज से कथा कहते निर्झरिणी झरणाटी जो भाव में पहाड़र गुफा भर बाहर की खेलु खेली खेलिका जो झरणाटा सीधा पड़े बंगी डंगी खेली खेलिका सत्य जमी खेली खेलिकिना पड़े से जो खेल झरणार जो बही जा प्रणाली लेखक क्रीडारत बसतरी सहित तुलना करछंती बसतरी अर्थ है कुनी बाछुरी छोटिया बाछुरी जो छोट छोट जन्म होता से जो केमी डेई डेई के खेलु था छोट छोट बाछुरी अल्प दिन होइतिबो जो माने जन्म होता से जे भली भाव में डेई डेई खेलु था क्रीडारत था खेलु था ठीक से भली पहाड़ कौन नव नीलिमा नव अर्थ नुआ नीलिमा अर्थ नीलवर्ण किंतु एठी तो सबुज वर्णर कथा कह जाय छि जत्ते बेले गोटे क्षेत्र रे तमर वर्षा हैला शाली धान रे नव नीलिमा खेली जीवो शाली धान माने शारद धान वर्षा हैला परे गछटी सुंदर उर्वर हेकी बढ़िबो बढ़िला परे सबुज सबुज चतुर्दिग रे हेइजिवो हेले सबुज और नील रंगर तफात अछि हेले नव नीलिमार अर्थ जदि शब्दटी को हम मिसई दबा नुआ करी कि नील रंग वर्ण कोन खाई जाउछि ताकू तुमे साहित्यिक भाषा में कहबो नुआ करी सुंदरता खेली जीवो बा नुआ करी सबुआडे सबुज परिपूर्ण हेइजिवो ना सबुजता भरी जीवो नव नीलिमा खेली जीवो माने चारिआडे सबुजता भरी जीवो तबे निर्झरणी परी आ कोन हबो वर्षा हेले झरणा रे भी मध्ये ऊपर मुंडरे वर्षा हेले झरणा परिपूर्ण गुहा पहाड़ गुहा गुड़िक परिपूर्ण झरणा गुड़िक पुड़ी पुड़ी नाद करिकी झरी झरी बही जीवो खेली खेलिका सेटा को मधु का सहित तुलना करछंती ना सत्य जेमिति गोटे छोटिया बाछुरीटे डेई डेई खेलु थाए सेही भली झरणा मधु डेई डेई झरी 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 जीवो तार सहित तुलना कराई परी नाची उठिबो आउ कोन हबो भंज नूप पालित कलाबीर केकारे वनभूमि पूर्ण हेबो भंज नूप पालित मयूरभंज नाटा कहीं दिया जाइए मयूर से जो भंज भंज माने से जो भंज युग राजा भंज से राजा मान को भंज बोली बोला उपेंद्र भंज जन्म तांकर तो से गोटे जाति ए